हाय फ्रेंड गुड मॉर्निंग आपण मानके तुषार पिंकी ऑफिशियल यूट्यूब चैनल दे स्वागत मो पिंकी आज न्यू वीडियो आपण मानकर संगे शेयर करूची भावुची वीडियोटा आपण मानके पसंद आसबा और वीडियोटा केमती ची निहाती कमेंट द्वारा जानबे चैनल जदि नुआ आछन ना तो प्लीज चैनल के लाइक शेयर कमेंट करबा लगे बिल्कुल भी नहीं भूलबे आ वीडियोटा के लास्ट पर्यंत निहाती भाबरे देखबे आज सकाळू ना एटा म सकाळू उठला ପରେ ନା ମୁଁ ରାତିରେ ଗ୍ୟାସ୍ଟା ନେଇ ପୋଛିଦେଇ ଆଉ କାଲି ଲାଇନ୍ ପଳେଇଗଲା ଆଉ ଇନଭର୍ଟର ବି ସରିଗଲା ତ ଅନ୍ଧାରରେ କିଛି ବି ରାତିରେ କିଛି କାମ ବି କରିନି ହେଲା ତ ସେଥିଲାଗି ମାନେ ରୋଷେଇ ଘର ଏମିତି ଏକା ଥିଲା ତ ପହିଲା ଉଠିକିନା ବ୍ରସ୍ ପତ୍ର କରିକି ଆଉ ଏଇଟା ମୁଁ ପଳେଇ ଆସିନି ଆଉ ଗୋଟେ ଗ୍ୟାସ୍କି ପୋଛି ଦେଉଛି ଆଉ ବାସନ ବି ପଡ଼ିଥିଲା ରାତିରେ ବାସନ ବି ନେଇ ଧୁଆ ହେଇଥାଏ ତ ସେଥିଲାଗି ଏଠି ନା ଗ୍ୟାସ୍ ପୋଛି ସାରିଲା ପରେ ବାସନ ସବୁକେ ମାଜି ଦେସି କହିନି ଆଉ ମାଜି ଦେଉଛି ତାପରେ ଘର ବି ଝାଡ଼ୁ କରିବାର ଅଛି ଆଉ ଆଜି ନା ଥିଲା ନୂଆଖାଇ ତ ଏଇ ବର୍ଷ ଆମର ଘରେ ନୂଆ ନେଇ ଖାଇବାର କିଛି ଏମିତି ପ୍ରୋବ୍ଲେମ୍ ହେଇଯାଇଛି ଅସୁବିଧା ଯେ ତ ଯିଏ ଆମର ଘରେ ମାନେ ବାସନ ଫାସନ ମାଜୁଛନ୍ତି ନା ସେ ଆଜି ନେଇ ଆସନ୍ କାହିଁକିନା ସେ ନୂଆ ଖାଉଛନ୍ତି ତ କେମିତି ଆସିବେ ତ ସେଥିଲାଗିନା ମୁଁ ଏଇଟା ବାସନ ରାତିରୁ କିଛି ଥିଲା ଅଳ୍ପ ଟିକେ ତ ସେଟାକେ ଧୋଇ ଧୁଆ ଦେଇଛି କହିଲା କହିନି ଆଉ ଘର ଗ୍ୟାସ୍ ପତ୍ର ପୋଛିଦେନି ତାପରେ ନା ଆଜି ମୁଁ ଗାଧୋଇ ବି ନେଇଥାଇଥିଲି ସକାଳୁ ଏସବୁ କାମ ଥିଲା ବାସି କାମ ତ ବାସି କାମ କରିଦେଇଛି ଆଉ ଗାଧୋଇ କହିନି ଏସବୁ ରାତିରେ ସେ ନେଇ ଆସିଲେ ନା ଆମେ ସବୁ କାମ ରାତିରେ ସାରି ଦେଇଥିଲୁ ସକାଳୁ ଖାଲି ଉଠିକି ଟିଫିନ୍ ପତ୍ର ଷ୍ଟାର୍ଟ ହେଇଯାଏ କି ପୁଅ ଲାଗି ସ୍କୁଲ ଯିବା ତ ସେ ଚିନ୍ତା ଥାଏ ନା ତ ସକାଳ ପର୍ଯ୍ୟନ୍ତ କିଛି କାମ ନାହିଁ କିନ୍ତୁ ଲାଇନ୍ ନେଇଥିଲେ ନା କିଛି କାମ କରିନି ହୁଏ ଆଉ କାଲି ନା ବର୍ଷା ଏତେ ଜୋରରେ ହେଲା ଯେ ଲାଇନ୍ ପୁରା 4ଟାରୁ କଟିଲା ସେ ଇନଭର୍ଟର ବି କାମ नहीं ଦେଲା ଲାଷ୍ଟ ରାତିରେ ନା ସରିଗଲା ଖାଇବାର ପୂର୍ବରୁ ଏକା ସରିଗଲା ତ ସେଥିଲାଗି ନା ଆଉ ଅନ୍ଧାରେ କିଛି ବି କାମ କରିନି ହେଇଥିଲାଗି ତ ସବୁ ଜିନିଷ ଏମିତି ଏକା ପଡ଼ିଥିଲା ତ ସକାଳୁ ଉଠିକି ସବୁ ଜିନିଷ ପହିଲା ସଫା କରିଦେଇଛି କହିନି ଆଉ ଏଇଟା ସବୁ ଜିନିଷ ପହିଲା ସଫା କରିଦେଉଛେ ଆଉ ସକାଳୁ ବି ନା ଟିକେ ଟିକେ ବର୍ଷା ହେଉଥିଲା ତ ବାହାରକେ ବିଲକୁଲ ବି ବାହାର नहीं ହେଉଥିଲା नहीं ତ ନା ବାହାର ବେଶୀ ମାନେ ବାସନ ହେଲେ ନା ବାହାରେ ମାଜୁ ଆଉ କମ୍ କାଲି ଖାଲି ହଜବେଣ୍ଡ ଖାଇଥିଲି ଘରେ ତ କମ୍ ବାସନ ଏକା ଅଛେ ତ ସେଥିଲାଗି ରୋଷେଇ ଘରେ ଏକା ମାଜି ଦେସି କହିନି ତାପରେ ଏଇଟା ମୁଁ ଗାଧୋଇ ଗୁଧାକି ପଳେଇ ଆସିନି ଆଉ ନା କ୍ଷୀର ଥିଲା ତ କ୍ଷୀରର ଛେନା କରିଥିନି ତ ଭାବିନି ଆଜି ଛେନା ପୋଡ଼ ବନାମି ତ ସେଥିଲାଗି ନା ଏଇଟା ମୁଁ ଛେନାକି ଭଲ ଭାବେ ଧୋଇ ଛେନା ଚିଡ଼ି ସାରିଲା ପରେ ଭଲ ଭାବେ ଧୋଇକି ରଖିଦେଇଥିନି ଆଉ ମୁଁ ନା ଏଇଟା ଗୋଟେ ଗିନାଟେ ଆଣିଛେ ମାନେ ଛେନାଟା ମାପିବାର୍ ଲାଗି ତ ମାପିକି କଲେ ନା ଛେନା ପୋଡ଼ଟା ଭଲ ହୁଏ नहीं ତ ଜାଣିନି ହୁଏ ତ କେତେ ଗିନା ଛେନା ହେବା ସେଇ ହିସାବରେ ଦେଖି ମୁଇଁ ଚିନି ଆଉ ସୁଜି ପକାମି ତ ସେଥିଲାଗି ମୁଁ ଛେନା ଟିକେ ନାପିକି ରଖିଦେନି ଆଉ ହାତ ଧୋଇକି ପଳେଇ ଆସିନି ଆଉ ହାତରେ ମୋତେ ଛେନାଟା ଟିକେ ଚଟକିବାର ଥିଲା ତ ମୁଁ ନା ଗିନାଟା ଧରିଥିନି ତ ସେ ହାତରେ କେମିତି ଚଟକିନି କହିନି ଆଉ ଏଇଟା ହାତ ଧୋଇକି ପଳେଇ ଆସିନି ଆଉ ଛେନାଟାକେ ଭଲ ଭାବରେ ଟିକେ ଚଟକୁଛି ମୋତେ ବେଶୀ ଚଟକିବାର ନେଇ ନା ଫେଣ ଆସିବାର ତ ନେଇ ଚଟକୁ ଖାଲି ହାଲକା ହାଲକା ଚଟକିବାର ଅଛି ଯେନ୍ତା ସବୁ ଛେନାଟା ଟିକେ ମେଲ୍ଟ ହେବା ସେଭଳିଆ ଆଉ ମୁଁ ଛେନାଟା କିନା 5-6 ମିନିଟ୍ ପର୍ଯ୍ୟନ୍ତ ଏମିତି ବେଶୀ ମାନେ ବେଶୀ नहीं ହାଲକା ହାଲକା ହାତରେ ଯେନ୍ତା ଛେନାଟା ଆମର ମେଲ୍ଟ ହେଇଯିବା ସେଭଳିଆ ମାନେ ମୁଡ଼ା ମୁଡ଼ା ଥାଏ ନା ଛେନାଟା ତ ଛେନା ପୋଡ଼ କଲେ ସେଇଟା ଭଲ नहीं ହୁଏ ତ ସେଥିଲାଗି ଏଇଟା ମୁଁ ନା ସବୁ ଛେନାକେ ଟିକେ ମାଲିସ କଲି ତାପରେ ମୁଁ ନେଇଛି 2 ଗିନା ଅଧା ନେଇଥିନି ମାନେ ଛେନା ନା ତ ସେଥିଲାଗି ହାଫ୍ ଗିନା ମୁଇଁ ନେଇଛି ସୁଜି ହାଫ୍ ଗିନାରୁ ବି ଟିକେ କମ୍ ତ ତାର ଅଧାରୁ ଅଧା ନେବାର କଥା ନା ତ ମୁଇଁ ହାଫ୍ ଗିନା ନେଇଯାଇଛେ ଆଉ ସୁଜିକେ ପକେଇକିନା ଆଉ ଟିକେ ଭଲ ଭାବେ ସୁଜିକେ ମିକ୍ସ କରିଦେନି ଆଉ ସୁଜିଟା ଟିକେ ଭଲ ଭାବେ ଚଟକି ଦେସି କହିନି ଛେନା ସାଙ୍ଗରେ ଆଉ ଛେନା ଆଉ ସୁଜିକେ ଏଟା ଚଟକୁଛି ଆଉ ଛେନାଟା ମାନେ ପୁରା ମେଲ୍ଟ ହେଇଯାଇଥିଲା ନା ଆଉ ଏଥିରେ ମୋତେ ଚିନି ପକାବାର ଅଛି ଆଉ ନା ମୁଇଁ ମାନେ ଛେନା ପୋଡ଼ରେ ନା ଟିକେ ଗୁଆ ଘିଅ ପକେଇ ଗୁଆ ଘିଅର ସ୍ମେଲ୍ ନା ବହୁତ ବଢ଼ିଆ ଆସେ କ୍ଷୀର ଜିନିଷ କିଛି ବନଉଛ ତାପରେ ଏଇଟା ମାନେ ଚିନି ମାପିକି ଆଣି ପକାନି ଗୋଟେ ଗିନା ଚିନି ଥାଏ ମୋତେ ବେଶୀ ମିଠା କରବାର ନାଇଁ ନା ଛେନା ପୋଡ଼ଟା ତ ସେଥିଲାଗି ମୁଁ ଗୋଟେ ଗିନା ଚିନି ପକେଇଥିନି ତ ଗୋଟେ ଗିନା ଆଉ ଅଧା ଗିନା ଚିନି ଦେଲି ନା ତ ଯେମିତି ମିଠା ବହୁତ ଲାଗେ ତ ସେଥିଲାଗି ମୁଁ ଗୋଟେ ଗିନାନୁ ଟିକେ ଅଧିକା ଚିନି ପକେଇକି ଚିନିକି ବି ଭଲ ଭାବେ ମିକ୍ସ କରିଦେଉଛେ ସୁଜି ଛେନା ସାଙ୍ଗରେ ଚିନିକିନା ମୁଁ ଗ୍ରାଇଣ୍ଡିଙ୍ଗ କରିକି ନିଏ ଏମିତି ଗୋଟା ଏକା ଚିନି ନେଇଛେ ଗୋଟା ଚିନି ଏକା ନା ଏଥିରେ ଛେନା ପୋଡ଼ କଲା ବେଲେ ଗୋଟା ଚିନି ଦେବ ଯଦି ପରଫେକ୍ଟ ଆସେ ଆଉ ଯଦି ଗୁଣ୍ଡ କରିକି ଦେବ ନା ବହୁତ ଜଲ୍ଦି ସେଇଟା ମେଲ୍ଟ ହେଇଯାଏସି ଆଉ ସେଇଟା ଟିକେ ଅଲଗା ହେଇଯାଏ ତାପରେ ଏଇଟା ମୁଁ ନା ସବୁ ମାନେ ଛେନା କିନା ଚଟକି ଚୁଟକା ସାରିନି ତ ମୋତେ ଏବେ ନା ଗୋଟେ କଂସାକେ ଛେନାକି କାଢ଼ି ଦେବାର ଅଛି କାହିଁକିନା ମୋତେ ଏଟାକିନା ପେଷ୍ଟ ବନାବାର ଥିଲା ତ ଏଇନେ ମୁଁ ଛେଞ୍ଚିକି ନେଇଯାଇଥିନି ଇଲାଇଚି ଲବଙ୍ଗ ସେଟାକେ ପକେଇଦେନି ଆଉ ଗୋଟେ ଚାମଚ ଗୁଆ ଘିଅ ପକେଇଦେନି
आउ छेना जो छिड़ी ना मु छेनार गोटे गिना पानी रखी ना छेनार पानी एड करमी कहीकि पानी रखी ना नॉर्मल पानी जदि एड करब ना तार टिके टेस्ट फिर अलग आसी जासी। तो सुजीटा दिखाई ना तो सुजीटा फुलवा लगे टे पेस्ट बनाले जाक जमी आम छेनापोड़ मैंने जमी केक बनाऊँ केक भाया बेटर बनाबार अच्छे कि तो मैंने जितने पानी दरकार से अल्प टिके देके मिक्स करूथी आउ ना मैंने नहीं अधा पकेट इनो गोटे पकेट भी नहीं कहीं इनोटा टिके देले ना छेनापोड़टा टिके फुलबा कहीकि सोढ़ा भी मीठा सोढ़ा भी जेनटा भी खाऊँ से भी यूज करें कि इनो थिला हाफ पकेट में आउ कि लगे हाफ पकेट थी कि से मुझे छेना एका पकई देसी कहनी आउ इनो के पकईकि इनो उपरे टिके छेना पानी देकी ताके भल भाव मिक्स कर दूसरी आउटा कि एमती का 5-10 मिनट पर्यंत मत छेनाटा कि इनो पकई सारा फुटवा तो देखो बेटरटा ना आउ टिके पानी दरकार था तो मुझे टिके छेना पानी दे गोटे गुला दिन आ बेटरटा मत ना तो साइड टिके रेस्ट करवा लगी छाड़देनी लगी मोर सुजीटा भल भाव बुतरी जावा तापर दिन मत छेनापोड़ करवा ना से जगह से गोटे प्लेट आनी पकानी मत छेनापोड़ बनाबार अच्छे आना मोर पाखे पत्र तो किसी एभेलेबल नहीं थे तो बारीपटे कदली गछ था तो मुझे कदली पत्र काटिकी धोईकी भल भाव ताके रखी आउ कदली पत्र ना टे तेल देकी कदली पत्र के साइज रख दूचे जेन जिनस माने छेनापोड़ बनाबे से जिनस ना मैंने पत्र टिके तले देले ना आउ छेनापोड़टा खराब नहीं हुए कि नहीं लटके नहीं तो ना जेन थी भी बनाबे तो तले से लटकी जाए तो मोर पाखे तो आउ किसी पत्र माने पत्र एभेलेबल नहीं थी कदली पत्र खाली था तो मुझे कदली पत्र देकी छेनापोड़टा बनाऊे आउटा मुझे ना तली जल्दी बहुत जल्दी लगी कहीकि 4-5टा कदली पत्र तली छोट छोटा देते बनई बेटर की कदली पत्र देकी आउ जहाँ बाकी बेटर बदला सेटा कि मैं साइड रखी एका साइड करनी हुए छोटिया जगहटा तो से मत अधा अधा एका कर अच्छे टे फुली जीवन ना एटा होला छेनापोड़टा तो से ना टे जगह भी छाड़बार मत कम करवार तो मुझे अधा देनी मत छेनापोड़टा कड़े बनाबार तो मुझे कड़े बसैकी से ना गोटे प्लेटे भी बसई गरम होगार लगी आउ कड़े की हाई रे रखी कड़े आउ प्लेट गरम होता ना तो बनईकी नहीं छेनापोड़ से बसईकी से गोटे प्लेटे ढांकुणी देकी एवं मत गैस के करवार अच्छे लो फ्लेम देकर ना मत यहाँ छेनापोड़ के बनाबार अच्छे आधा घंटा पर्यंत एमती मोर छेनापोड़टा बसला देखो मोर छेनापोड़टा पूरा रेडी होगला ना भल भाव होगला ना आउटे मुझे ठंडा हबार लगी छाड़ीदेनी गैस के ऑफ करके देखो मोर छेनापोड़ पूरा होगला रेडी मोर आज वीडियो आपण मान केमती लगला निहाती कमेंट द्वारा जानबे चैनल जदि नुआ आसछन ना तो प्लीज चैनल के लाइक शेयर कमेंट करबार लगी बिल्कुल भी नहीं भूलबे और वीडियोटा के लास्ट पर्यंत निहाती भाव देखबे मोर घरे मु फास्ट टाइम गोटे छेनापोड़ बनई निजे मैंने घरे बनाबारटा देखी कि मुझे ना फास्ट टाइम बनई फास्ट टाइम बनाबार मोर छेनापोड़ केमती निहाती कमेंट द्वारा जाना।